ନମସ୍କାର। ମୁଁ ଆଉ ଥରେ ଆପଣମାନଙ୍କୁ ସ୍ୱାଗତ କରୁଅଛି ଆମ ଓଡ଼ିଆ ସାବା ସ୍କୁଲ ପାଠରେ। ବନ୍ଧୁ, ଏହି ସପ୍ତାହର ପାଠ ହେଉଛି କୃଷ୍ଣଙ୍କ ସାକ୍ଷୀ ମତ୍ସ୍ୟ ଭାବରେ ବା କୃଷ୍ଣଙ୍କୁ ସାକ୍ଷୀ ଦେବା ମତ୍ସ୍ୟ ଭାବରେ ବା ଖ୍ରୀଷ୍ଟ ମତ୍ସ୍ୟ ଭାବରେ ଅନ୍ୟ ଲୋକମାନଙ୍କୁ ସାକ୍ଷୀ ଦେବା। Witness of Christ as the Messiah। ତାହେଲେ ଚାଲନ୍ତୁ ଏହା ଆରମ୍ଭ କରିବା ପୂର୍ବେ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ ତୁମ ସେହି ସାବସ୍କୁଲ ପାଠ ପଢିବା ପାଇଁ, ଏହା ଜାଣିବା ପାଇଁ, ଏହା ବୁଝିବା ପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରିକି ତୁମ ସେହି ପବିତ୍ର ବାକ୍ୟ ଯାହା ଆମମାନଙ୍କ ପାଇଁ ଉଲ୍ଲେଖ କରାଯାଇଅଛି ତାହା ଆମେ ବୁଝିପାରିବୁ। ଆଉ ଯୀଶୁଙ୍କ ଠାରେ ଆମ ବିଶ୍ୱାସ ଦୃଢ଼ ରୂପେ ଗଠିତ ହୋଇପାରିବ। ଶତ୍ରୁ ଶୟତାନ ଓ ଅନ୍ୟାନ୍ୟ ବିପଦ ଯାହା ଆଖପାଖରେ ରହିଅଛି ସେ ସବୁ ଠାରୁ ଆମମାନଙ୍କୁ ଦୂରେଇ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମା ଅଛି ବୋଲି ଗ୍ରହଣ କର। ଆମେନ୍। ବନ୍ଧୁ, ଯେପରି ମୁଁ କହିଲି କି ଏହି ସପ୍ତାହର ପାଠ ହେଉଛି ଯୀଶୁଙ୍କୁ ମତ୍ସ୍ୟ ଭାବରେ ସାକ୍ଷୀ ଦେବା। Witness of Christ as the Messiah। ତାହେଲେ ଚାଲନ୍ତୁ ଏହି ସପ୍ତାହର ସ୍ୱର୍ଣ୍ଣୀୟ ପଦ ଦେଖିବା, ଯାହା ଆମେ ପାଉଛୁ ଜହନ 3:3। ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ବନ୍ଧୁ, ଏହା ଯୀଶୁ ଖ୍ରୀଷ୍ଟଙ୍କ ବାକ୍ୟ, ଯାହା ନିକୋଦେମକୁ କୁହାଯାଉଅଛି। ଯେପରି ସେ ଜଣେ ପାରୁସୀ ମାନଙ୍କ ଏକ ନାମକୀୟ ଜନାଶୁନା ଲୋକ ଥିଲେ, ଯାହାଙ୍କ ନାମ ଥିଲା ନିକୋଦେମ। ସେ ଯହୂଦୀ ମାନଙ୍କର ଜଣେ ନେତା ଥିଲେ। ଆଉ ସେ ରାତ୍ରି ସମୟରେ ଯୀଶୁଙ୍କୁ ଭେଟିବା ପାଇଁ ତାହାଙ୍କ ପାଖକୁ ଆସିଲେ। ଆଉ ସେ କହିଲେ ଏହିପରି କି, ଗୁରୁ, ଆପଣ ଯେ ଈଶ୍ୱରଙ୍କ ଠାରୁ ଅଗତ, ଏହା ଆମେ ଜାଣୁ। କଣ କହିଲେ? ଗୁରୁ, ଯେ ଆପଣ ଈଶ୍ୱରଙ୍କ ଠାରୁ ଆଗତ, ଏହି ବିଷୟରେ ଆମେ ଜାଣୁ। କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନଥିଲେ ସେହି ସବୁ କେହି କରିପାରେ ନାହିଁ। ତେବେ ଯୀଶୁ ସେହି ନିକୋଦେମକୁ ଏହିପରି କହିଲେ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ସ୍ୱର୍ଗରାଜ୍ୟ ପ୍ରବେଶ କରିପାରିବ ନାହିଁ। ବନ୍ଧୁ, ଏଠି ଜହନ ଆମମାନଙ୍କୁ ଯୀଶୁ କିପରି ଉତ୍ତର ଦେଲେ, ଆଉ ଜହନ ଆମମାନଙ୍କୁ ସବୁଠାରୁ ନିଶ୍ଚିତ ଭାବରେ ଯୀଶୁଙ୍କ କଥା ଆମମାନଙ୍କୁ
କହୁଛନ୍ତି। ଯେପରି ସେ କହିଲେ ପୁନର୍ବାର ଜନ୍ମ ନ ହେଲେ କେହି ବି ସ୍ୱର୍ଗରାଜ୍ୟ ପ୍ରବେଶ କରିପାରିବ ନାହିଁ। ବନ୍ଧୁ, ଏଥିରେ କୌଣସି ସନ୍ଦେହ ନାହିଁ। ଯୀଶୁ ସେମାନଙ୍କୁ ନିଜ ବିଷୟରେ ଯେଉଁ ଦାବି କରି ଆସୁଥିଲେ ତାଙ୍କୁ ସମର୍ଥନ କରିବା ପାଇଁ ଶକ୍ତିଶାଳୀ ଶାସ୍ତ୍ରୀୟ ପ୍ରମାଣ ପ୍ରଦାନ କରିଥିଲେ, ଯେଉଁଥିରେ ନିଶ୍ଚିତ ଭାବରେ ଯୀଶୁ କହିଲେ, ମୁଁ ତୁମମାନଙ୍କୁ କହୁଛି, ଯିଏ ମୋ ଉପରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ବନ୍ଧୁ, ଚାଲନ୍ତୁ ଆମେ ଏହି ସପ୍ତାହର ପ୍ରଥମ ପାଠକୁ ଦେଖିବା। ବାପ୍ତିସ୍ମ ଯୋହନଙ୍କ ସାକ୍ଷ୍ୟ। ଇଂରାଜୀରେ କହୁଛି ଦ ଟେଷ୍ଟମନି ଅଫ ଜନ୍ ଦ ବାପ୍ଟିଷ୍ଟ। ତାହେଲେ ଆମେ ଏଠି ଦେଖୁଛୁ କି ଯୋହନ ବାପ୍ତିସ୍ମ କିପରି ସାକ୍ଷ୍ୟ ଦେଲେ ଯୀଶୁଙ୍କ ବିଷୟରେ। ଯଦି ଆମେ ଦେଖିବା ଯୋହନ 1:19 ତାର 23 ପର୍ଯ୍ୟନ୍ତ, ଯୋହନ 1:19-23 ପର୍ଯ୍ୟନ୍ତ ଯଦି ଆମେ ଦେଖିବା, ଆପଣ କିଏ? ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯହୂଦୀମାନେ ଯେତେବେଳେ ଜେରୁସାଲେମରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ। କିଏ? ଯହୂଦୀମାନେ ଆଉ ଲେବୀୟମାନେ କାହା ପାଖକୁ ପଠାଇଲେ? ଯୋହନ ବାପ୍ତିସ୍ମଙ୍କ ପାଖକୁ। ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ, ସେ ସ୍ୱୀକାର କଲେ, ସେ ଅସ୍ୱୀକାର କଲେ ନାହିଁ, ସେ ସ୍ୱୀକାର କଲେ। କଣ ସେ ସ୍ୱୀକାର କଲେ? ମୁଁ ଖ୍ରୀଷ୍ଟ ନୁହେଁ ଯାହା ପାଇଁ ତମେ ଅପେକ୍ଷା କରୁଅଛ। ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଣ ଆପଣ କଣ ଏଲିୟ? ସେ କହିଲେ, ମୁଁ ନୁହେଁ। ଆପଣ କଣ ସେହି ଭାବବାଦୀ? ସେ କହିଲେ, ଉତ୍ତର ଦେଲେ, ନା। ସେଥିରେ ସେମାନେ ତାହାଙ୍କୁ କହିଲେ, ଆମମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିସକାଶୁ ଆପଣ କିଏ? ଆପଣ ନିଜ ବିଷୟରେ କଣ କହୁଅଛନ୍ତି? ଏହିପରି ସେମାନେ ଯୋହନ ବାପ୍ତିସ୍ମଙ୍କୁ ପଚାରିଲେ। ଆଉ ସେମାନେ କହିଲେ, ଯିଶାୟ ଭାବବାଦୀ ଯେପରି କହିଥିଲେ, ମୁଁ ସେହି ପ୍ରକାର ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜନକର ସ୍ୱର, ପ୍ରଭୁଙ୍କ ପଥ ସଖଳ କରେ। ସେ ଏହିପରି ସେହି ଯହୂଦୀ ଲେବୀୟମାନଙ୍କୁ ଉତ୍ତର ଦେଲେ, ଯେଉଁମାନେ ଲୋକମାନଙ୍କୁ ପଠାଇଥିଲେ ଯୋହନଙ୍କ ବିଷୟରେ ପଚାରିବା ପାଇଁ କି ସେ କିଏ, ଆଉ ସେମାନେ କାହାକୁ ସେମାନେ ବିଶ୍ୱାସ କରିବେ। ଯେହେତୁ ଯିଶାୟ ଭବିଷ୍ୟତ ବକ୍ତା ଲେଖିଥିଲେ, କଣ ସେହି ଏଲିୟ? ତେବେ ଯୋହନ ସେହି ଯୋଉ ଧାର୍ମିକ ନେତା ମାନଙ୍କୁ ଉତ୍ତର ଦେଲେ କି ସେ ନାହାନ୍ତି। ଏଠି ଆମେ ଧାର୍ମିକ ନେତାମାନେ ଯୋହନଙ୍କୁ ପଚାରିବା ପାଇଁ ଯାଜକ ଏବଂ ଲେବୀୟମାନଙ୍କୁ ପଠାଇଲେ। ଯହୂଦୀ ଏହାର ମସିହା ଆଶା ଅଧିକ ଥିବାରୁ ଯୋହନ ବାପ୍ତିସ୍ମ ପାଇଁ ସେହି ଆଶା ସହିତ ତାଙ୍କ ସମ୍ପର୍କ ସ୍ପଷ୍ଟ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଆଲୋକ ନୁହନ୍ତି, କିନ୍ତୁ ତାଙ୍କୁ ପରମେଶ୍ୱରଙ୍କ ଠାରୁ ଆଲୋକର ସାକ୍ଷୀ ହେବାକୁ, ମସିହାଙ୍କ ଆଗମନ ପାଇଁ ପ୍ରସ୍ତୁତ ହେବାକୁ ପଠାଇଛନ୍ତି ବୋଲି ସେ କହିଲେ। ଯୋହନ ମଧ୍ୟ କହିଲେ କି ମୁଁ ଜଳରେ ବାପ୍ତିସ୍ମ ଦେଉଛି, ମାତ୍ର ଖ୍ରୀଷ୍ଟ ଆତ୍ମାଙ୍କ ସହିତ ବାପ୍ତିସ୍ମ ଦେବ। ଏହିପରି ଯୋହନ 1:26 ଆଉ ସେଥିରେ ଆମେ ପାଉଅଛୁ। ଆଉ
ସେ ଜହନ ବି କହିଲେ କି ଜହନ ଯୀଶୁଙ୍କ ଚନ୍ଦନ ପୋଷାକକୁ କୋହଳ କରିବା ପାଇଁ ଯୋଗ୍ୟ ନଥିଲେ। ଏହିପରି କହିଲେ କି ତାଙ୍କର ଜୋତାକୁ ମଧ୍ୟ ମୁଁ ଖୋଲିବାର ଯୋଗ୍ୟ ନାହିଁ, ଏହିପରି ଜହନ କହିଲେ। ଜହନଙ୍କ ପୂର୍ବରୁ ଖ୍ରୀଷ୍ଟଙ୍କୁ ପସନ୍ଦ କରାଗଲା କାରଣ ସେ ଜହନଙ୍କ ପୂର୍ବରୁ ଥିଲେ। ଯୀଶୁ ପରମେଶ୍ୱରଙ୍କ ପୁତ୍ର ଥିଲେ ଏବଂ ଜହନ କେବଳ ତାଙ୍କ ଆଡ଼କୁ ଇଙ୍ଗିତ କଲେ। ବନ୍ଧୁ, ଯଦି ଆମେ ଯିଶାୟ 40:1-5 ପଢିବା, ସେଠି ସୁନ୍ଦର ଭାବରେ, ଆଉ ଯଦି ଆମେ ଜହନ 1:23 ପଢି ସାରିଛୁ ଯାହା ସେଠି ଆମେ ଭଲ ଭାବରେ ପାଉଅଛୁ ଜହନ କିପରି ବ୍ୟବହାର କରନ୍ତି। ସେ ଖରାପ ଓ ପଥର ଖରା ରାସ୍ତା ଦିନରେ ବେଳେ ବେଳେ ରାଜାଙ୍କ ଆଗରେ ସେବକମାନଙ୍କୁ ପଠାଯାଇ ରାସ୍ତାର ପୃଷ୍ଠ ଭାଗକୁ ସମତଳ କରିବା ସହ ରାଜାଙ୍କ ବାଟକୁ ସୁଗମ କରିବା ପାଇଁ ତୀକ୍ଷ୍ମ ବାହାର କରିବାକୁ ପଡୁଥିଲା ବୋଲି ସେ କହନ୍ତି। ତାହେଲେ ଚାଲନ୍ତୁ ବନ୍ଧୁ ଆମେ ଆଗକୁ ପଢିବା। ଦ ଲ୍ୟାମ୍ବ ଅଫ ଗଡ୍, ଈଶ୍ୱରଙ୍କ ବେଶ। ଦ ଲ୍ୟାମ୍ବ ଅଫ ଗଡ୍, ଯୀଶୁ ଥିଲେ ଈଶ୍ୱରଙ୍କ ମେଷ। ବନ୍ଧୁ ମନେ ରଖନ୍ତୁ, ହିବ୍ରୁ ଜାତି ଜଣେ ମସିହ ଖୋଜୁଥିଲେ ଯିଏ ସେମାନଙ୍କୁ ରୋମ ସାମ୍ରାଜ୍ୟରୁ ମୁକ୍ତି ଦେବେ, ଏହିପରି ସେମାନଙ୍କ ଭାବନା ଥିଲା। ଜହନଙ୍କ ସୁସମାଚାର ଲକ୍ଷ୍ୟ ଥିଲା ମସିହଙ୍କ ବିଷୟରେ ସେମାନଙ୍କ ବୁଝାମଣାକୁ ପରିବର୍ତ୍ତନ କରିବା, ଯାହା ଦ୍ୱାରା ସେମାନେ ଯୀଶୁଙ୍କ ଠାରେ ବା ଆଗାମୀ ରାଜାଙ୍କ ବିଷୟରେ ଭବିଷ୍ୟତବାଣୀ ଗୁଡ଼ିକର ପୂରଣକୁ ଚିହ୍ନି ପାରିବେ। ଏହା ଥିଲା ଜହନଙ୍କର ଲକ୍ଷଣ। ମସିହ ପୃଥିବୀର ଶାସକ ହେବେ ନାହିଁ। ସେ ନିଜ ବିଷୟରେ ପୁରୁଣା ନିୟମର ସମସ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ଆସିଥିଲେ, ଯାହା ପୁରାତନ ନିୟମରେ ଦେଖାଯାଇଅଛି। ସେଥିରେ ଜଗତ ପାଇଁ ତାଙ୍କର ଆତ୍ମତ୍ୟାଗ ଅନ୍ତର୍ଭୁକ୍ତ ଥିଲା ଏବଂ ପରମେଶ୍ୱର ଏବଂ ତାଙ୍କ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ନବୀକରଣ କରିବାକୁ ଅନ୍ତର୍ଭୁକ୍ତ ଥିଲା। ବନ୍ଧୁ, ଯଦି ଆମେ ଜହନ ତାର 1:29-37 ପର୍ଯ୍ୟନ୍ତ ପଢିବା, ଜହନ 1:29-37 ପଢିବା, ସେଠି ଆମେ ଏହିପରି ପାଉଅଛୁ। ତହିଁର ଆର ଦିନ ସେ ଯୀଶୁଙ୍କ ନିଜ ପାଖକୁ ଆସୁଥିବା ଦେଖିଲେ। କିଏ? ଜହନ ଦେଖିଲେ। ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। ମୋ ଉତ୍ତାରେ ଯେ ଆସୁଛନ୍ତି ସେ ମୋହର ଅଗ୍ରଣ୍ୟ ହୋଇଅଛନ୍ତି, କାରଣ ସେ ମୋର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହି କହିଥିଲି ସେ ହେଉଛନ୍ତି ଏହି ବ୍ୟକ୍ତି। ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଲରେ ବାପ୍ତିସ୍ମ ଦେବାକୁ ଆସିଛି। ଆଉ ଜହନ ସାକ୍ଷ୍ୟ ଦେଇ କହିଲେ, ବନ୍ଧୁ, ମୋ ଆତ୍ମାକୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି। ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ। ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନଥିଲି, ମାତ୍ର ସେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ। ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାକୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି, ଆଉ ମୁଁ ତାହା ଦେଖି ଅଛି। ସେ ଈଶ୍ୱରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଛନ୍ତି। ବନ୍ଧୁ ଦେଖନ୍ତୁ, ବନ୍ଧୁ, ଯୀଶୁଙ୍କ ବିଷୟରେ ଜହନ କେଡ଼େ ସୁନ୍ଦର ଭାବରେ ଏମାନଙ୍କୁ ବୁଝେଇ କହୁଛନ୍ତି। ଆଉ ଯୀଶୁ ହଉଛନ୍ତି ସେହି ମେଷ ଶାବକ।
ସେହି ମେଷ ଯାହା ଏହି ଜଗତର ପାପ ସବୁ ନେବା ପାଇଁ ସେ ଆସିଛନ୍ତି, ଯାହା ଏହି ଜଗତର ପାପ ପାଇଁ ନିଜକୁ ବଳିଦାନ ଦେବା ପାଇଁ ଆସିଅଛନ୍ତି, ତାହା ଜହନ ଆମମାନଙ୍କୁ ଦେଖୁଛନ୍ତି। ଯୀଶୁଙ୍କ ବାସ୍ତବ ସମୟରେ ଜହନ ଯୀଶୁଙ୍କୁ ପରମେଶ୍ୱରଙ୍କ ମେଣ୍ଢା ବୋଲି ଦର୍ଶାଇଲେ। ମସିହଙ୍କ କାର୍ଯ୍ୟ ପରେ ସେ ଏକ ନୂତନ ଆଲୋକପାତ ହେଲେ। ଭବିଷ୍ୟତବାଣୀ ମାନଙ୍କ ମନ ଯିଶାଙ୍କ ବାକ୍ୟ ପ୍ରତି ଆକର୍ଷିତ ହେଲା। ତାଙ୍କୁ ହତ୍ୟା ପାଇଁ ମେଣ୍ଢା ରୂପେ ଅଣାଯାଇଥିଲା ବୋଲି ଆମେ ଦେଖୁଅଛୁ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ଜହନଙ୍କ ଦୁଇ ଶିଷ୍ୟ। ଜହନଙ୍କ ଦୁଇ ଶିଷ୍ୟ, the two disciples of John. ଜହନଙ୍କ ଦୁଇ ଶିଷ୍ୟ। ଯୀଶୁ ଯିବା ସମୟରେ ବାପ୍ତିସ୍ମ ଜହନଙ୍କ ଦୁଇ ଜଣ ଶିଷ୍ୟ ତାଙ୍କ ସହିତ ଠିଆ ହୋଇଥିବା ଜହନ ଘୋଷଣା କଲେ। ଏହିପରି ସେ ଘୋଷଣା କଲେ ଯେ ପରମେଶ୍ୱରଙ୍କ ମେଣ୍ଢାକୁ ଦେଖ। ଦୁଇ ଶିଷ୍ୟ ଖ୍ରୀଷ୍ଟଙ୍କ ବିଷୟରେ ଜହନଙ୍କ ବାର୍ତ୍ତା ଶୁଣିଥିଲେ, ଯିଏକି ଆଗାମୀ ମସିହଙ୍କ ବିଷୟରେ ପୁରୁଣା ନିୟମର ଭବିଷ୍ୟତବାଣୀ ପୂରଣ କରିବେ। ଶିଷ୍ୟମାନେ ଜହନଙ୍କୁ ଯୀଶୁଙ୍କ ଅନୁସରଣ କରିବାକୁ ଛାଡ଼ିଦେଲେ ଏବଂ ଜାଣିଲେ ଯେ ଯୀଶୁ ବାପ୍ତିସ୍ମ ଜହନଙ୍କ ଠାରୁ ମହାନ ଏବଂ ଯୀଶୁ ଜହନଙ୍କ ବାର୍ତ୍ତା ପୂରଣ କରୁଛନ୍ତି। ଯଦି ଆମେ ଦେଖିବା ଜହନ ତାର 35-29 ସେଠି ଆମମାନଙ୍କୁ ସୁନ୍ଦର ଭାବରେ ବୁଝାଉଅଛି। ଜହନ ତାର 1:35-39। ତହିଁ ଆର ଦିନ ପୁନର୍ବାର ଜହନ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଠିଆ ହୋଇଥିଲେ। ଆଉ ସେ ଯୀଶୁଙ୍କ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ। ସେହି ଦୁଇ ଜଣ ଶିଷ୍ୟ ତାହାଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଗଲେ। ଯୀଶୁ ବୁଲି ପଡ଼ି ସେମାନଙ୍କୁ ପଛେ ପଛେ ଆସୁଥିବା ଦେଖି ପଚାରିଲେ, ତୁମେମାନେ କଣ ଖୋଜୁଅଛ? ସେମାନେ ତାହାଙ୍କୁ ପଚାରିଲେ, ରବି ମାନେ ଗୁରୁ, ଆପଣ କେଉଁଠାରେ ରୁହନ୍ତି? ତେବେ ଯୀଶୁ ସେମାନଙ୍କୁ ଜବାବ ଦେଲେ, ସେ ସେମାନଙ୍କୁ କହିଲେ, ଆସ ଦେଖିବ। ସେଥିରେ ସେମାନେ ଯାଇ ତାହାଙ୍କ ବାସ ଦେଖିଲେ, ପୁଣି ସେହିଦିନ ତାହାଙ୍କ ସାଙ୍ଗରେ ରହିଲେ। ସେତେବେଳେ ସକାଳ ପ୍ରାୟ 10 ଘଣ୍ଟା ହୋଇଥିଲା। ଯେଉଁ ଦୁଇ ଜଣ ଜହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଉଥିଲେ, ସେମାନଙ୍କ ମଧ୍ୟରୁ ଜଣେ ସିମୋନ ପିତରଙ୍କ ଭାଇ ଅନ୍ଦ୍ରିୟ ଥିଲେ। ସେ ପ୍ରଥମେ ଆପଣା ଭାଇ ସିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସିହଙ୍କ ଦେଖା ପାଇଅଛୁ। ସେ ତାଙ୍କ ଯୀଶୁଙ୍କ ନିକଟକୁ ଆଣି ଯୀଶୁ ତାଙ୍କୁ ଏହି ଏକ ଦୃଷ୍ଟିରେ ଚାହିଁ କହିଲେ, ତୁମେ ଜହନଙ୍କ ପୁତ୍ର ସିମୋନ, ତୁମେ କର୍ପ ନାମରେ ଖ୍ୟାତ ହେବ ବୋଲି ଏଠି ଯୀଶୁ ତାହାଙ୍କୁ କହିଲେ। ବନ୍ଧୁ, କେଡ଼େ ସୁନ୍ଦର ଭାବରେ ଯୀଶୁଙ୍କ ବିଷୟରେ ଏଠି ଜହନ ବର୍ଣ୍ଣନା କରି କହୁଅଛନ୍ତି। ଆଉ ଆମମାନଙ୍କୁ ବୁଝିବାକୁ ପଡ଼ିବ, ଯେପରିକି ଜହନ ଏଣ୍ଡ୍ରୁ ଯାବକ ଓ ଶାସକ ମାନଙ୍କ ଅବିଶ୍ୱାସୀ ଭାବନା ପାଇଥାନ୍ତେ, ତେବେ ସେମାନେ ଯୀଶୁଙ୍କ ଚରଣରେ ଶିକ୍ଷାର୍ଥୀ ଭାବରେ ମିଳି ନଥାନ୍ତେ।
ସମାଲୋଚନା ଭାବରେ ସେମାନେ ତାଙ୍କ ନିକଟକୁ ଆସିଥାନ୍ତେ ତାଙ୍କ କଥାକୁ ବିଚାର କରିବା ପାଇଁ, କିନ୍ତୁ ଏହି ପ୍ରଥମ ଶିଷ୍ୟମାନେ ତାହା କରିନଥିଲେ। ବନ୍ଧୁ, ଜହନ ବାପ୍ତିସ୍ମଙ୍କ ପ୍ରଚାରରେ ପବିତ୍ର ଆତ୍ମାର ଆହ୍ୱାନକୁ ସେମାନେ ପ୍ରତିକ୍ରିୟା ଦେଇଥିଲେ। ଆଜି ମଧ୍ୟ ସେହି ପବିତ୍ର ଆତ୍ମା ଆମମାନଙ୍କୁ ଡାକୁଅଛି, କହୁଅଛି। ଆଉ କଣ ସେହି ପବିତ୍ର ଆତ୍ମାର ପ୍ରତିକ୍ରିୟାକୁ ଆମେ କରୁଅଛୁ କି, ଦେଖୁଅଛୁ କି? ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ଯାହା ଦୁଇ ଶିଷ୍ୟଙ୍କ ବିଷୟରେ କୁହାଯାଉଛି, ଫିଲିପ ଏବଂ ନାଥାନିଏଲ। ଯଦି ଆମେ ପଢିବା ଜହନ 1 ତାର 43-46, ଜହନ 1 ତାର 43-46 ପର୍ଯ୍ୟନ୍ତ ଯଦି ଦେଖିବା, ତହିଁ ଆର ଦିନ ଯୀଶୁ ଗାଲିଲୀକୁ ବାହାରି ଯିବା ପାଇଁ ଇଚ୍ଛା କଲେ। ସେ ଫିଲିପଙ୍କ ଦେଖା ପାଇ ତାଙ୍କୁ କହିଲେ, ମୋର ଅନୁଗମନ କର। ଫିଲିପ ବେଥସାଇଦାର ଲୋକ ଥିଲେ। ତାହା ଆନ୍ଦ୍ରିୟ ଓ ପିତରଙ୍କ ନଗର ଥିଲା। ଫିଲିପ ନେଥନିଏଲଙ୍କ ଦେଖା ପାଇ ତାଙ୍କୁ କହିଲେ, ଯାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାରେ ଲେଖା ଅଛି, ପୁଣି ଭାବବାଦୀ ମାନେ ମଧ୍ୟ ଲେଖିଅଛନ୍ତି, ଆମ୍ଭେମାନେ ତାହାଙ୍କ ଦେଖା ପାଇଅଛୁ। ସେ ଯୋସେଫଙ୍କ ପୁତ୍ର ନାଜରୀୟ ଯୀଶୁ। ନେଥନିଏଲ ତାଙ୍କୁ ପଚାରିଲେ, ନାଜରୀୟରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇପାରେ? ଫିଲିପ ତାଙ୍କୁ କହିଲେ, ଆସି ଦେଖ। ବନ୍ଧୁ, ଏଠି ଦୁହିଁଙ୍କ ମଧ୍ୟରେ ତର୍କ ବିତର୍କ ହୋଉଛି, ଯାହା ଆମେ ଦେଖୁ କି ଯେପରି ଆନ୍ଦ୍ରିୟ କହିଲେ କି ସେଇ ନାଜରୀୟ ଗ୍ରାମ ବା ସହର ହୋଇପାରେ ଏକ ଖରାପ ନଗର, ଯେଉଁଥିରେ ଭଲ କାମ ନ ହଉଥିଲା। ଆଉ ଏଠି ଫିଲିପ ଆନ୍ଦ୍ରିୟ କହୁଛନ୍ତି କି ସେହି ନଗରରୁ କଣ କୌଣସି ଭଲ ଜିନିଷ ଆସେ ନାହିଁ। ତେବେ ଫିଲିପ କହନ୍ତି, ଆସ ତମେ ଦେଖ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ଯୀଶୁ ନେଥନିଏଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାଙ୍କ ବିଷୟରେ କହିଲେ। କଣ କହିଲେ? ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲର ଲୋକ, ଏହାଙ୍କ ଠାରେ ଛଳନା ନାହିଁ। ନେଥନିଏଲ ତାହାଙ୍କୁ ପଚାରିଲେ, ଆପଣ ମତେ କିପରି ଚିହ୍ନିଲେ? ଯୀଶୁ ତାଙ୍କୁ ଉତ୍ତର ଦେଲେ, ଫିଲିପ ତୁମକୁ ଡାକିବା ପୂର୍ବେ ତୁମେ ଯେତେବେଳେ ଡିମ୍ବିରି ଗଛ ତଳେ ଥିଲ, ସେତେବେଳେ ମୁଁ ତୁମକୁ ଦେଖିଥିଲି ବୋଲି ଯୀଶୁ ନେଥନିଏଲଙ୍କୁ କହୁଛନ୍ତି। ବନ୍ଧୁ, ନେଥନିଏଲ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆପଣ ଈଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା। ଯୀଶୁ ତାଙ୍କୁ ଉତ୍ତର ଦେଲେ, ମୁଁ ତୁମକୁ ଡିମ୍ବୁରି ଗଛ ତଳେ ଦେଖିଥିଲି ବୋଲି କହିବାରୁ କି ତୁମେ ବିଶ୍ୱାସ କରୁଛ? ଏହିପରି ଯୀଶୁ ନାଥାନିଏଲଙ୍କୁ ପ୍ରଶ୍ନ କଲେ, ତୁମେ ଏହାଠାରୁ ଆହୁରି ମହତ ବିଷୟ ଦେଖିବ। ପୁଣି ସେ ତାହାଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ତୁମେମାନେ ସ୍ୱର୍ଗକୁ ଉନ୍ନତ ଓ ଈଶ୍ୱରଙ୍କ ଦୂତମାନଙ୍କୁ ମନୁଷ୍ୟ ପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖିବ ବୋଲି ସେ କହିଥିଲେ। ବନ୍ଧୁ, ଏହିପରି ସେ କହିଥିଲେ। ବନ୍ଧୁ, ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ଦ ୱିଟନେସ୍ ଅଫ ନିକୋଡିମସ୍। କିପରି ନିକୋଦିମସ୍ ଯୀଶୁଙ୍କର ସାକ୍ଷ୍ୟ ଦେଲେ, ସେହି ବିଷୟରେ ଆମେ ଦେଖିବା, ଯାହା ଆମ ସୈନ୍ୟ ପଦରେ ଆମେ ଦେଖିଲୁ। ତାହେଲେ ଯଦି ଆମେ ପଢିବା
ଜହନ 3 ପର୍ବ 1-21, ଜହନ 3 ପର୍ବ 1-21, ସେଠି ଏଇ ନିକୋଦିମସ୍ ବିଷୟରେ ଆମେ ପଢିଲୁ, ତାହା ଆମେ ଦେଖିପାରୁଛୁ। ତାହେଲେ ଚାଲନ୍ତୁ ପଢିବା କି ଏଇ ନିକୋଦିମସ୍ କିପରି ବ୍ୟକ୍ତି ଥିଲେ, ଆଉ କିପରି ସେ ଯୀଶୁଙ୍କ ଠାରେ ପ୍ରଶ୍ନ ପଚାରିଥିଲେ, ଆଉ ତାହାଙ୍କ ମନରେ କିପରି ସନ୍ଦେହ ଥିଲା, ଆଉ କିପରି ନିକୋଦିମସ୍ ଯୀଶୁଙ୍କ ବିଷୟରେ ସାକ୍ଷାତ ଦେଲେ। ଯେପରିକି 1-21 ପର୍ଯ୍ୟନ୍ତ ଯଦି ଦେଖିବା କିପରି ନିକୋଦିମସ୍ ଯୀଶୁଙ୍କୁ ସାକ୍ଷାତ ଦେଲେ, ତାହା ଆମେ ଦେଖୁଅଛୁ। ଚାଲନ୍ତୁ ପଢିବା। ଫାରୁସୀ ମାନଙ୍କ ମଧ୍ୟରେ ନିକୋଦିମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଯହୁଦୀ ମାନଙ୍କର ଜଣେ ନେତା ଥିଲେ। ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କ ଠାରୁ ଆଗତ ଗୁରୁ, ଏହା ଆମେମାନେ ଜାଣୁ, କାରଣ ଆପଣ ଏହି ଯେଉଁ ସମସ୍ତ ଆଶ୍ଚର୍ଯ୍ୟ କର୍ମ କରୁଅଛ, ଈଶ୍ୱର ସଙ୍ଗରେ ନଥିଲେ ସେହି ସବୁ କେହି କରିପାରେ ନାହିଁ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରିବ ନାହିଁ। ନିକୋଦେମ ତାହାଙ୍କୁ ପଚାରିଲେ, ବୃଦ୍ଧ ହେଲେ ମଣିଷ କି ପ୍ରକାର ଜନ୍ମ ହୋଇପାରେ? ଏହିପରି ପ୍ରଶ୍ନ ତାଙ୍କ ମନରେ ଉତ୍ପନ୍ନ ହେଲା। ସେ କଣ ଦ୍ୱିତୀୟ ଥର ଆପଣା ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହୋଇପାରେ? ଏହିପରି ସେ ଅନେକ ପ୍ରଶ୍ନ ପଚାରିଲେ। ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି। କଣ ସେ ଉତ୍ତର ଦେଲେ? ଜଳ ଆତ୍ମାକୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ଜଳ ଆଉ ଆତ୍ମାରେ ଯଦି ସେ ଜନ୍ମ ନ ହେବ, ତାହେଲେ କେବେ ହେଲେ ସେ ସ୍ୱର୍ଗ ରାଜ୍ୟ ଯାଇପାରିବନି ବୋଲି ଯୀଶୁ ତାଙ୍କୁ କହିଲେ। ମାଂସରୁ ଯାହା ଜାତ ତାହା ମାଂସ, ପୁଣି ଆତ୍ମାରୁ ଯାହା ଜାତ ତାହା ଆତ୍ମା ବୋଲି ଯୀଶୁ କହିଲେ। ତୁମମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମ ହେବାକୁ ହେବ ବୋଲି ମୁଁ ଯେ ତୁମକୁ କହିଲି, ଏଥିରେ ଚମତ୍କୃତ ହୁଅ ନାହିଁ ବୋଲି ଯୀଶୁ ନିକୋଦିମସକୁ କହିଲେ। ବାୟୁ ଯେଉଁ ଦିଗରେ ଇଚ୍ଛା କରେ ସେହି ଦିଗରେ ବହେ, ଆଉ ତୁମେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହାର କେଉଁଠାରୁ ଆସେ ପୁଣି କେଉଁଠାକୁ ଯାଏ ତାହା ଜାଣ ନାହିଁ। ଆତ୍ମାଙ୍କ ଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର ବୋଲି ଯୀଶୁ ନିକୋଦିମସକୁ କହିଲେ। ନିକୋଦିମ ତାହାଙ୍କୁ ଉତ୍ତର ଦେଲେ, ଏହି ସବୁ କିପରି ହୋଇପାରେ ପ୍ରଭୁ? ଯୀଶୁ ତାଙ୍କୁ ଉତ୍ତର ଦେଲେ, ତୁମେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା କଣ ଏହି ସବୁ ବୁଝ ନାହିଁ? ମୁଁ ତୁମକୁ ସତ୍ୟ ସତ୍ୟ କହୁଅଛି, ଆମେମାନେ ଯାହା ଜାଣୁ ତାହା କହୁ, ପୁଣି ଯାହା ଦେଖିଅଛୁ ତାହା ବିଷୟରେ ସାକ୍ଷ୍ୟ ଦେଉ, ଆଉ ତୁମେମାନେ ଆମମାନଙ୍କ ସାକ୍ଷ୍ୟ ଗ୍ରହଣ କରୁନାହ। ଏହିପରି ଯୀଶୁ ନିକୋଦିମସକୁ କହିଲେ, ମୁଁ ତୁମମାନଙ୍କୁ ପାର୍ଥିବ ବିଷୟ କହିଲି, ଯଦି ତୁମମାନେ ବିଶ୍ୱାସ ନ କର, ତେବେ ତୁମମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ତୁମେ ବିଶ୍ୱାସ କରିବ ବୋଲି ନିକୋଦିମସକୁ ଯୀଶୁ ଉତ୍ତର ଦେଇ କହିଲେ, ଆଉ ଯେଉଁ ମନୁଷ୍ୟ ପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାହାଙ୍କ ବିନା ଆଉ କେହି ସ୍ୱର୍ଗ ଗ୍ରହଣ କରି ନାହାନ୍ତି ବୋଲି ମଧ୍ୟ ସେ କହିଲେ। ପୁଣି ମୋଶା ଯେ ପ୍ରକାର ପ୍ରାନ୍ତରରେ ସର୍ପକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଉର୍ଦ୍ଧ୍ୱକୁ ଉଠାଯିବେ। ମାନେ ଏଠି ଯୀଶୁ ନିକୋଦିମସଙ୍କୁ ତାଙ୍କର ମୃତ୍ୟୁ ବିଷୟରେ କହୁଛନ୍ତି। ତାଙ୍କୁ କିପରି କ୍ରୁଶରେ ଟଙ୍ଗା ଯିବ ତାହା ବିଷୟରେ ସେ କହୁଛନ୍ତି ନିକୋଦିମସଙ୍କୁ। ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ ବୋଲି ନିକୋଦିମସ କହୁଛନ୍ତି। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କଲେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ବନ୍ଧୁ,
ଯେପରି ଗତକାଲିରେ ମଧ୍ୟ ଏହି ବିଷୟରେ ଆମେ ଆଲୋଚନା କରୁଥିଲୁ, ଗତ ସପ୍ତାହରେ ମଧ୍ୟ ଏହି ବିଷୟରେ ଆମେ ଆଲୋଚନା କରୁଥିଲୁ ଯେ ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ, ଯେ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଆଦିତ୍ୟ ପୁତ୍ରଙ୍କ ନାମରେ ବିଶ୍ୱାସ କରେ ନାହିଁ। ଆଉ ଯେ ଆଉ ସେହି ବିଚାର ଏହି ଜଗତର ଜ୍ୟୋତି ପ୍ରକାଶିତ ହୋଇଅଛି। ଆଉ ଲୋକମାନେ ଜ୍ୟୋତି ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ଯେଉଁମାନଙ୍କର କର୍ମଣୁ ମନ୍ଦ, କାରଣ ସେ କେହି କୁକର୍ମ କରେ ସେ ଜ୍ୟୋତିକୁ ଘୃଣା କରେ। ପୁଣି କାଲେ କାହାର କୁକର୍ମ ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତି ନିକଟକୁ ଆସେ ନାହିଁ। କିନ୍ତୁ ଯେ କେହି ସତ୍ୟ ଆଚରଣ କରେ ସେ ଜ୍ୟୋତି ନିକଟକୁ ଆସେ, ସେ ଯେପରି ତାହାର କର୍ମ ସବୁ ଈଶ୍ୱରଙ୍କ ଠାରେ ସାଧିତ ବୋଲି ପ୍ରକାଶିତ ହୁଏ। ବନ୍ଧୁ, କେଡ଼େ ସୁନ୍ଦର ଭାବରେ ନିକୋଡେମସକୁ ଯୀଶୁ ଉତ୍ତର ଦେଇ କହିଲେ, ବନ୍ଧୁ, ଆଜିକାଲି ଅନେକ ଖ୍ରୀଷ୍ଟିଆନ ମାନେ ଅଛନ୍ତି ଯେମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁଛନ୍ତି, ହଁ କରୁଛନ୍ତି, ମାତ୍ର ଖ୍ରୀଷ୍ଟ ଯାହା ଚାହିଁଲେ ତାହା କରନ୍ତି ନାହିଁ। ନିକୋଡିମସ୍ ମଧ୍ୟ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁଥିଲେ, ଆଉ ତାଙ୍କର ସନ୍ଦେହ ଥିଲା। ସେଇ ସନ୍ଦେହକୁ ଦୂର କରିବା ପାଇଁ ଯୀଶୁଙ୍କ ଠାରେ ଆସିଲେ। ଆଉ ଯୀଶୁ ଯେପରି ଉତ୍ତର ଦେଲେ ଯେ କୌଣସି ବ୍ୟକ୍ତି ସ୍ୱର୍ଗରାଜ୍ୟ ଯିବା ପାଇଁ ଇଚ୍ଛା କରୁଛି, ସେହି ବ୍ୟକ୍ତିକୁ ଜଳ ଓ ଆତ୍ମାରେ ଜନ୍ମ ହେବାକୁ ପଡ଼ିବ, ତେବେ ହିଁ ସେ ସ୍ୱର୍ଗରାଜ୍ୟ ପ୍ରାପ୍ତ ହେବ। ବନ୍ଧୁ, ଚାଲନ୍ତୁ ସେହି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରିବା। ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାପ ପାଇଁ ସେ ଏହି ପୃଥିବୀକୁ ଆସିଲେ, ଯେପରିକି ଆମେ ଆମ ପାପରୁ ଉଦ୍ଧାର ହୋଇପାରିବା, ଆଉ ନିଜକୁ ପ୍ରସ୍ତୁତ କରିପାରିବା, ସମାଜକୁ ପ୍ରସ୍ତୁତ କରିପାରିବା, ଆମ ପରିବାରକୁ ପ୍ରସ୍ତୁତ କରିପାରିବା। ଆଉ ଆଉ ସମସ୍ତେ ମିଶି ଯେବେ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିବେ, ସେତେବେଳେ ଆମେ ସମସ୍ତେ ମିଶି ତାହାଙ୍କ ଠାରେ ତାହା ସହ ସେଇ ସ୍ୱର୍ଗରାଜ୍ୟକୁ ଯାଇପାରିବା। ଏଥିଯୋଗୁଁ ଚାଲନ୍ତୁ ସେହି ଯୀଶୁଙ୍କ ଠାରେ ବିଶ୍ୱାସ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସବକୁ ପାଠ ପଢ଼ିଲୁ, ସେଇ ସବୁ ମନରେ ରଖିବା ପାଇଁ ଆମମାନଙ୍କୁ ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ କର। ଆମମାନଙ୍କୁ ଶକ୍ତି ପ୍ରଦାନ କର, ପବିତ୍ର ଆତ୍ମା ପ୍ରଦାନ କର, ଯେପରିକି ସେହି ବାକ୍ୟ ଅନୁସାରେ ଆମେ ଚାଲିପାରିବୁ, ଯୀଶୁଙ୍କ ଠାରେ ଆମ ବିଶ୍ୱାସ ଦୃଢ଼ କରିପାରିବୁ, ଯେପରିକି ଆମେ ଶୈତାନର ହସ୍ତରୁ ମୁକ୍ତ ହୋଇ ସେହି ସତ୍ୟ ପଥରେ ଚାଲିପାରିବୁ। ଏଥିଯୋଗୁଁ ଆମମାନଙ୍କୁ ସାହାଯ୍ୟ କର, ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍।